ଏମିତି ପିତା ଚାହାନ୍ତି ମୋ ସନ୍ତାନ ରୂପ ଯୌବନ ଧନ ବିଦ୍ୟା ବିଭବରେ ମୋ ଠାରୁ ଅଧିକ ହେଉ। ଯଦି ଊଣା ହୁଏ ତେବେ ପିତାଙ୍କୁ କଷ୍ଟ ହୁଏ। ପ୍ରତି ଗୁରୁ ଚାହାନ୍ତି ସେ ପଢ଼ାଇଥିବା ସମସ୍ତ ଛାତ୍ର ତାଙ୍କଠାରୁ ଅଧିକ ହୁଅନ୍ତୁ। ଏଥିରେ ତାଙ୍କର ସୁନାମ ହେବ, ଯଶ ବଢ଼ିବ, ଲୋକେ ତାଙ୍କୁ ଶ୍ରେଷ୍ଠ ବୋଲି କହିବେ। ଏଇଭଳି ଏକ ପାରିବାରିକ ଦୃଶ୍ୟକୁ ନେଇ ଆଜିର ଏକ ସତ୍ୟ ଘଟଣା। ମାନ ଗୋବିନ୍ଦ ମହୋପାଧ୍ୟାୟ ଏକ ପ୍ରଖ୍ୟାତ ଚୋର। ସେ ତା ଏକମାତ୍ର ପୁତ୍ର ଦିବ୍ୟ ଲୋଚନ ସହିତ ସଂଳାପ କରିବା ପାଇଁ ଦିନେ ସୁଯୋଗ ପାଇଲା। ପାଖରେ ମାନବତୀ ପତ୍ନୀ ବସିଥିଲେ। ଏମିତି ଦୁଃଖ ସୁଖ ହଉ ହଉ ମାନ ଗୋବିନ୍ଦ କହିଲା, ଏଇ ମାନବତୀ, ତୁ ଜମା ଭଲ ମା ନୁହଁ, ଭଲ ସ୍ତ୍ରୀ, ତୁ ଜମା ଭଲ ମା ନୁହଁ। ଗୋଟେ ପିଲା ଜନ୍ମ କଲୁ, ଭାବିନି ତାଠି ମୋର କୌଣସି ଗୁଣ ଅଛି। ଲୋକେ ମୋତେ ଡରନ୍ତି, ଜନତା ମୋର ଅନୁସନ୍ଧାନ କରନ୍ତି। ଗୋଟିଏ ଶ୍ରେଷ୍ଠ ବପୁଷ୍ମାନ ଚୋର ହିସାବରେ ମୋ ନାଁ ଅଛି ନା ନାହିଁ କହ? ମୋ ଭଳି ଚୋର ଏ ଖଣ୍ଡମଣ୍ଡଳରେ କିଏ ଅଛି କହ ତ? ହେଲେ ଏ ବିଦ୍ୟା ତୋ ପୁଅ ଶିଖିପାରିଲା? ତୋ ଅଯୋଗ୍ୟ ମା। ପୁଅ କାନେ କାନେ ସିନା ମୋ ଗୁଣାବଳୀ କହନ୍ତୁ, ନ କହି ପାରିଲୁ ତାହେଲେ କି ମା? ଏଇଟା ଆମର କୌଳିକ ବୃତ୍ତି। ମୋ ବାପା ଥିଲେ ଚୋର, ମୋ ଜେଜେ ଥିଲେ ଚୋର, ଏବଂ ତାଙ୍କଠୁ ଏ ବିଦ୍ୟା ମୁଁ ଶିଖିଲି। କିନ୍ତୁ ଏ କୁଳାଙ୍ଗାର ଚୋର ହେଇପାରିଲାନି, ଗୋଟେ ଅମଣିଷ ହେଇଗଲା। ପାଖରେ ବସିଥିବା ପ୍ରିୟ ପୁତ୍ର କହିଲା, ବାପା ସେ ମୋ ମା, ତମେ ମୋ ଆଗରେ ତାକୁ ଏପରି କହିବାଟା ମୋତେ ଆଦୌ ଭଲ ଲାଗୁନି। ଆଚ୍ଛା କହିଲ, ତମେ ତ ଅହଙ୍କାର କରୁଛ, ଦମ୍ଭରେ ଛାତିରେ ହାତ ପିଟି ଗର୍ଜନ କରୁଛ। ଆମ ଘର ଆଗରେ ଏ ଯେଉଁ ତେନ୍ତୁଳି ଗଛ ଅଛି, ଏ ଗଛରେ କିଏ ବସା କରିଛି? ମୁଁ ଜାଣିନି। କପୋତ ପରିବାର। ସେ ବସାରେ କପୋତୀ ଅଣ୍ଡା ଦେଲାଣି କି? ହଁ, 6ଟା ଅଣ୍ଡା ଦେଇଛି। ଏବେ ଗଛରେ ଦେଖ, ବସାରେ କପୋତୀ ଅଛି। ଭଲ ଭାବେ ନିରୀକ୍ଷଣ କର। ଦେଖ, ମା ବସିଛି, ମାନେ ମୋ ବୋଉ ବସିଛି, ମୁଁ ବସିଛି। ତମେ ଯାଅ ସେ ବସାରୁ କପୋତୀ ପେଟ ତଳୁ ସେ ଅଣ୍ଡା ନେଇ ଆସ। ଯଦି ନେଇ ଆସି ମାଆକୁ ଦେଖେଇ ଦେଇପାରିବ, ତେବେ ମା ଭାବିବ ତମେ ଗୋଟେ ପ୍ରକାଣ୍ଡ ଚୋର। ମୁଁ ବିଶ୍ୱାସ କରିବି ଯେ ତମେ ଯାହା କହିଛ ଠିକ୍ କହିଛ, ଠିକ୍ କରୁଛ। ଆଉ ତମ ବାପା, ତମ ଜେଜ ସବୁ ଚୋର ଥିଲେ। ତମେ ପାରିବନି। ଆଉ ଦିନେ ଯଦି ମୋ ଆଗରେ ମୋ ବୋଉର ନିନ୍ଦା କରିବ, ଜାଣ ମୁଁ ଆତ୍ମହତ୍ୟା କରିବି। ଏଇଆ ମତେ ପୁଣି ଫୁଟାଣିରେ କଥାବାର୍ତ୍ତା କରୁଛୁ। ଦେଖ, ଏଇ ଗଲି ଆଇଲି। ମା ପୁଅ ବସିଛନ୍ତି। ଚୋର ଭିଡ଼ି ଭାଡ଼ି ହୋଇ ଅତି ସନ୍ତର୍ପଣରେ ବୃକ୍ଷାରୋହଣ କଲା। ସ୍ତ୍ରୀ ଉଠି ପଳେଇଗଲା ତା ଘର କାମରେ, ପୁଅ ତା କାମରେ ଗଲା। କିଛି ସମୟ ପରେ ବାବୁ ଶ୍ରେଷ୍ଠ ଚୌର
ବୃକ୍ଷରୁ ଅବତରଣ କରି ଆସି ଡାକିଲେ, ମାନବତୀ, ଓ ମାନବତୀ, ତମ ଧନମଣି କୁଆଡ଼େ ଗଲେ? ଆସ ମହାପୁଅ, ଏଇଠିକି ଆସ। ତତ୍କ୍ଷଣାତ୍ ମହାପୁଅ ଆସିଗଲେ। ଏଇ ଦେଖ ଦେଖ କୁଳାଙ୍ଗର, ଦେଖ, ମୁଁ ନେଇକିରି ଆସିଛି କପୋତୀ ପେଟ ତଳୁ 6ଟି ଅଣ୍ଡା। ଏହା କହି ତା ଅଣ୍ଟିରୁ ସେ 6ଟି ଅଣ୍ଡା ବାହାର କଲା। ତାକୁ ଦେଖି ତା ସ୍ତ୍ରୀ କହିଲା, କ'ଣ କପୋତ ଅଣ୍ଡା ଲାଲ? ଏଗୁଡ଼ା ଇଟା ଗୁଡ଼ା କ'ଣ? ଗୋଲ ଗୋଲ ଅଣ୍ଡା ଭଳି ଦିଶୁଥିବା ଇଟା ଗୁଡ଼ା କ'ଣ? ତମେ କ'ଣ ଆଜିକାଲି କପୋତ ଇଟା ଅଣ୍ଡା ଦେଲାଣି କି? ପୁଅ ହସିଲା, ବାପା, ବୋଉ କ'ଣ କହିଲା ଶୁଭିଲା ତ? ତମେ କୁଆଡ଼େ ଚୋର? ଶେଷକୁ ମିଛର ସୀମା ଟପିଗଲ। ଏତେ ମିଛ? ଆରେ ମୁଁ ପା ନେଇକିରି ଦେଖିକିରି ଆଣିଲି, ଏ ସବୁ ଥିଲା, ଏମିତି କେମିତି ହେଲା? ଏଇ ଦେଖ ଅଣ୍ଡା। ଏହା କହି ପୁଅ 6ଟା ଅଣ୍ଡା ତାର ସାର୍ଟ ପ୍ୟାଣ୍ଟ ପକେଟରୁ ବାହାର କଲା ଏବଂ ଦେଖିଲା, ବୋଉ ଦେଖ, ଏଥର ତୁ କହ, ତୋ ସ୍ୱାମୀ ଶ୍ରେଷ୍ଠ ଚୋର ନା ତୋ ପୁଅ ଶ୍ରେଷ୍ଠ ଚୋର? ଏମିତି କେମିତି ହେଲା ରେ? ବାପା ପଚାରିଲେ। ତମେ ଚଢ଼ିଲ, ମୁଁ ଚଢ଼ିଲି, ତୁମେ ଜାଣିପାରିଲନି। ତୁମେ ଅଣ୍ଡା ଆଣି ଅଣ୍ଟିରେ ରଖିଲା ବେଳେ ମୁଁ ଅଣ୍ଡାଟିକୁ ଯତ୍ନର ସହ ଆଣି ପ୍ୟାକେଟରେ ରଖେ ଓ ଗୋଟିଏ ଅଣ୍ଡା ଭଳି ଦିଶୁଥିବା ଇଟାକୁ ତମ ଅଣ୍ଟିରେ ରଖେ। ଏହି କ୍ରମରେ ତୁମେ 6ଟି ଅଣ୍ଡା ଆଣି ରଖି ଯେତେବେଳେ କପୋତୀକି ଦେଖିଲ, ସିଏ ଜାଣିପାରିନି ତ, ସେତିକି ବେଳେ ମୁଁ ଅତି ଚତୁରତାର ସହିତ ଗଛରୁ ଓହ୍ଲେଇ ଆସି ଦାଣ୍ଡକୁ ବାହାରି ପଳେଇଗଲି। ଏକଥା ନା ବୋଉ ଜାଣିଛି ନା ତମେ ଜାଣିଛ? ଏବେ ଖୁସି ତ? ଅତି ଖୁସିରେ ମାନ ଗୋବିନ୍ଦ ତା ପୁଅକୁ କୁଣ୍ଢେଇ କହିଲା, ମୋ ଧନ, ବାପ ସେ ବେଟା ଜ୍ୟାଦା ହେ।